ଦେଖନ୍ତୁ ସତ୍ୟବାଦୀ ବ୍ଲକରେ ଗତକାଲି ଯେଉଁଭଳି ଭାବରେ ଘଟଣା ଘଟିଲା ସାରା ରାଜ୍ୟକୁ ଏହି ଘଟଣାକୁ ଚକିତ କରିଛି। ବିଶେଷ କରି ଯଦି କହିବା ଅଧ୍ୟକ୍ଷଙ୍କ ଉପସ୍ଥିତିରେ ଅଧ୍ୟକ୍ଷଙ୍କୁ ଟଣାଉଟରା କରି ତାଙ୍କ ସଭାଗୃହରୁ ବାହାର କରାଯାଇଥିଲା, ଯାହାକୁ ନେଇ ବିଭିନ୍ନ ସମୟରେ ମଧ୍ୟ ଗତକାଲି ଦିନ ତମାମ ଗୋଟେ ପ୍ରକାର ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା ସତ୍ୟବାଦୀ ବ୍ଲକରେ। ବିଶେଷ କରି ଯଦି କହିବା ପଞ୍ଚାୟତ ସମିତିର ନିୟମ ଅନୁସାରେ, ପଞ୍ଚାୟତ ଆକ୍ଟ ଅନୁସାରେ ପଞ୍ଚାୟତ ସମିତିର ଅଧ୍ୟକ୍ଷ ପଞ୍ଚାୟତର ସମ୍ପୂର୍ଣ୍ଣ ଦାୟିତ୍ୱ ନେବା କଥା, ବ୍ଲକର ସମ୍ପୂର୍ଣ୍ଣ ଦାୟିତ୍ୱ ନେବା କଥା। କିନ୍ତୁ ଯେତେବେଳେ ତାଙ୍କୁ ସେଇ ସଭାଗୃହରୁ ଟାଣିକି କରାଯାଇଥିଲା, ତାହାକୁ ନେଇ ପ୍ରତିବାଦ ଉଠିଥିଲା ଏବଂ ଦିନ ତମାମ ଗୋଟେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ଆମ ସହିତ ରହିଛନ୍ତି ଯେ ପଞ୍ଚାୟତ ସମିତି ଅଧ୍ୟକ୍ଷ ସତ୍ୟବାଦୀ ବ୍ଲକର ସୁନୀଲ କୁମାର ପଣ୍ଡା, ତାଙ୍କ ସହିତ ସିଧାସଳଖ ଆଲୋଚନା କରିବା। ସୁନୀଲ ବାବୁ, ଦେଖନ୍ତୁ ଯେତେବେଳେ ପଞ୍ଚାୟତ ସମିତିର ଅଧ୍ୟକ୍ଷ ଆପଣ ରହିଛନ୍ତି, ପଞ୍ଚାୟତ ଯେଉଁ ମାନୁଆଲ ଯେଉଁ ଅନୁସାରେ, ପଞ୍ଚାୟତର ନିୟମ ଅନୁସାରେ ଆପଣ ପଞ୍ଚାୟତର ଯେଉଁ ଅଧ୍ୟକ୍ଷ ଅନୁସାରେ କ'ଣ ଆପଣଙ୍କ ସବୁ ଦାୟିତ୍ୱ ରହିଛି? ନିହାତି ଭାବେ ଆପଣ ବହୁତ ବହୁତ ଧନ୍ୟବାଦ ଦେବି। କାଲି ଦିନ ତମାମ ଆପଣମାନେ ଦେଖିଛନ୍ତି। ମୁଁ ଗୋଟିଏ କଥା କହି ରଖିବି, ସତ୍ୟବାଦୀ ବ୍ଲକଟି ଜୀବନରେ ବୋଧେ କେମିତି ଏବେ ଅଭାବନୀୟ ଘଟଣା ଘଟିନଥିଲା। ଗତକାଲି ପ୍ରଥମ ଥର ପାଇଁ ଘଟିଲା। ପଞ୍ଚାୟତ ସମିତି ମାନୁଆଲରେ ସେଇ ଗୋଟିଏ କଥା ଅଛି, ଯିଏ ମୁଁ ତା ଯେଉଁ ନୀତି ନିୟମ ଅନୁଯାୟୀ ସମିତି ବୈଠକ ଡକାଯାଇଥିଲା ଏବଂ କାଲି ସେ ବୈଠକ ଆରମ୍ଭ ହୋଇଥିଲା ଏବଂ ଆମର ଯିଏ କନଭେନର ହେବା ଆବାହକ ଯିଏ ଅଛନ୍ତି ବିଡ଼ିଓ ମହୋଦୟ, ସିଏ ମଧ୍ୟ ସଭାପତି ରୂପ ପଦବୀ ଯେଉଁ ଆପଣଙ୍କର କରାଯାଏ ସେ ଦିନର, ସେ ସଭାପତି ପଦବୀ ମୋତେ କରାଇ ଆରମ୍ଭ କରାଇଥିଲା। ମିଟିଂର ମଧ୍ୟ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଯେହେତୁ ସ୍ଥାୟୀ ଅଧ୍ୟକ୍ଷ ଅଛି, ତାର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଆରମ୍ଭ ହେବାର କିଛି ସମୟ ପରେ ସରକାରୀ ଦଳର ଜଣେ ସଦସ୍ୟ ସେ ସମିତି ସଭ୍ୟ ଓ ସଭ୍ୟମାନଙ୍କୁ, ସରପଞ୍ଚ ସଭ୍ୟମାନଙ୍କୁ ସେମାନେ ଗୋଟେ ଆଟାକ୍ ମୋଡ଼ରେ ଯାଇ ଗୋଡ଼େଇ ଯାଇଥିଲେ କେତେବେଳେ। ତାକୁ ହିଁ ଗୋଟେ ମାନେ ବିରୋଧ କରିକିରି ବା ତାକୁ ହିଁ ତାଙ୍କୁ କ୍ଷୋଭ ପ୍ରକାଶ କରିକି ସେମାନେ ତଳକୁ ଆସିଥିଲେ। ତାଙ୍କୁ ମୁଁ ବୁଝାଇବା ପାଇଁ ଆସିଥିଲି ତଳକୁ, ଯେ ସେମାନଙ୍କୁ ପୁନର୍ବାର ଡାକି ମିଟିଂ କରିବୁ ଏବଂ ଭିଡ଼ିଓ ମଧ୍ୟ ମୋ ପଛେ ପଛେ ଆସିଥିଲେ। କଥା ରହିଲା, ଭିଡ଼ିଓଙ୍କୁ କହିକି ଛାଡ଼ିଲେ, ମୁଁ ଯାଆନ୍ତୁ, ମୁଁ ଅଧଘଣ୍ଟା ଭିତରେ ଏମାନଙ୍କୁ ବୁଝେଇକି ଉପରକୁ ନେଉଛି, ମିଟିଂ କରିବା। ମୁଁ ଆସିବା ବେଳକୁ ଯେତେବେଳେ ଆସିଲି ଉପରକୁ, ହଠାତ୍ ମୋତେ ଦୁଆର ଦିଆଯାଇଥିଲା। ମୁଁ ତାକୁ ଦୁଆର ବାଡ଼ି ଖୋଲିଲା ପରେ ଯେତେବେଳେ ଦେଖିଲି, କ'ଣ ନା ଭାଇସ୍ ଚେୟାରମ୍ୟାନଙ୍କୁ ଅଧ୍ୟକ୍ଷ ପଦବୀରେ ବା ସଭାପତିତ୍ୱ କରାଇ କାର୍ଯ୍ୟକ୍ରମ ଚାଲିଛି। ଆଜ୍ଞା, ସେମିତି କୌଣସି ନିୟମ ନାହିଁ। ଯଦି ଜଣେ ସଭାରେ ଜଣେ ଦେହ ଖରାପ ହେଇଗଲା ସମିତି ଅଧ୍ୟକ୍ଷଙ୍କର ବା ସମିତି ଅଧ୍ୟକ୍ଷ ଅନୋନ୍ ହେଇପଡ଼ିଲେ ଆଉ କୌଣସି କଥା କାର୍ଯ୍ୟକ୍ରମ ହେଇପାରିବନି, ତାହେଲେ ତା ପରବର୍ତ୍ତୀ ଜାଗାରେ ଆଉ ଜଣଙ୍କୁ ଅଧ୍ୟକ୍ଷ କରାଯାଇ ତାଙ୍କୁ ସ୍ଥାନାନ୍ତରିତ କରାଯାଏ, ମେଡ଼ିକାଲ କରାଯାଏ ବା ତାଙ୍କର ଯାହା କାର୍ଯ୍ୟକ୍ରମ କରାଯାଏ ତାକୁ ସାରିକିରି ଅନ୍ୟ ଜଣଙ୍କୁ କରାଯାଏ। କିନ୍ତୁ ଜଣେ ଅଧ୍ୟକ୍ଷ ଉପସ୍ଥିତି ରହିକିରି ଏଭଳିଆ କେଉଁଠି ନୀତି ନିୟମ ନାହିଁ ଆଉ ଜଣଙ୍କୁ କରାଯିବ। କ'ଣ ନା ତୁମେ ଦସ୍ତଖତ କରିନ, ଆପଣମାନେ ସେ ଭିଜୁଆଲରେ ସମସ୍ତେ ଦେଖିଥିବେ। ଏମ୍ଏଲ୍ଏ କହୁଛନ୍ତି ତୁମେ ଛାଡ଼ିକି ପଳେଇଲ, ଅନ୍ୟମାନେ ତାদের ଦେଇଛନ୍ତି ଯେ ସତ୍ୟବାଦୀ ଅଧ୍ୟକ୍ଷ ଏବଂ ତାଙ୍କ ଅନ୍ୟମାନେ ଛାଡ଼ିକି ପଳେଇଲେ, ତାମାନେ ମୁଁ ସେଠି ପ୍ରେଜେଣ୍ଟ ଅଛି। ମୁଁ ପ୍ରେଜେଣ୍ଟ ଥାଇକି ଦେଖନ୍ତୁ, ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେତେବେଳେ ଉତ୍ତରଦାୟୀ ଆପଣ ଅଧ୍ୟକ୍ଷ ବ୍ଲକର ଉତ୍ତରଦାୟୀ ଆପଣ ହେବେ, ଯେତେବେଳେ ବ୍ଲକରେ କୌଣସି ଉନ୍ନୟନ କାର୍ଯ୍ୟ ଆପଣଙ୍କ ବିନା ପରାମର୍ଶରେ ହେବନି କି ଆପଣଙ୍କ ବିନା ଦସ୍ତଖତରେ ହେବନି, ସେତେବେଳେ ଭାଇସ୍ ଚେୟାରମ୍ୟାନଙ୍କୁ ନେଇକି ବୈଠକ କରିବା କେତେ ଦୂର ଯୁକ୍ତିଯୁକ୍ତ? ଇଏ ତ କୌଣସି ଆଇନ ସଙ୍ଗତ କଥା ନୁହେଁ। ଏହା ବିରୁଦ୍ଧରେ ଯାହା କାର୍ଯ୍ୟାନୁଷ୍ଠାନ କରାଯିବା କଥା ନିଶ୍ଚିତ କରାଯିବ। ମୁଁ ଆପଣମାନଙ୍କୁ କହି ରଖି, ମୁଁ ସତ୍ୟବାଦୀରୁ ତିଆରି ହେଇଛି, ସତ୍ୟବାଦୀର ମଣିଷ ଏବଂ ସତ୍ୟବାଦୀର ପାଣି ପରିବେଶ ଭିତରେ ମୁଁ ଗଠନ ହେଇଛି। ଯେଉଁ ଗାଁରୁ ମୁଁ ତିଆରି ହେଇଛି ସେ ଗାଁରେ ସତ୍ୟବାଦୀର ସର୍ବପ୍ରଥମ ଚେୟାରମ୍ୟାନ୍ ଏବଂ ଏ ପଞ୍ଚାୟତ ମାନେ ସତ୍ୟବାଦୀର ପଞ୍ଚମ ଥର ପାଇଁ ଚେୟାରମ୍ୟାନ୍ ପଦବୀ ପାଇଛି। ମୋ ଗାଁ ଦୁଇ ଜଣ ବିଧାୟକ ତିଆରି କରିଛି। ମୁଁ ତେଣୁ ସେଇ ଗାଁର ଛୁଆ। ମୁଁ କେବେ ଅନ୍ୟାୟ କାର୍ଯ୍ୟକ୍ରମ କରିବେ ନାହିଁ। ଆପଣ କିଛି ଦିନ ତଳେ ଆପଣ ଦେଖିବେ, ଯେତିକି ଦିନ ହେଇଛି ମୋ ଭିଡ଼ିଓଠୁ ଧରିକି ଅନ୍ୟ ଷ୍ଟାଫ୍ ମାନେ ପର୍ଯ୍ୟନ୍ତ ପଚାରନ୍ତୁ ଚେୟାରମ୍ୟାନଙ୍କର କାର୍ଯ୍ୟକଳାପ କ'ଣ। କୌଣସି ଅନ୍ୟାୟ ବିରୁଦ୍ଧରେ ଆମେ କାର୍ଯ୍ୟକ୍ରମ କରିନାହୁଁ କି କରିବାର ନାହିଁ। ଯେଉଁ ବନ୍ଧୁ ବିଗତ ଦିନରେ ଅନ୍ୟାୟ କାର୍ଯ୍ୟକ୍ରମ କରୁଥିଲେ ବିଧାୟକ ନଥାଇକି, ଆଉ ଆଜି ମଧ୍ୟ ବିଧାୟକ ଥାଇ କରୁଛନ୍ତି। ବିଧାୟକ ଆଜ୍ଞା 5 ବର୍ଷ ନୁହେଁ, ମାତ୍ର 5 ବର୍ଷ ଭିତରେ ସୀମିତ ରହିବେ। କାହିଁକି ନା 5 ବର୍ଷ ପରେ ପୁଣି ଲୋକ ତାଙ୍କର ମତାମତ ରଖିବେ। ସତ୍ୟବାଦୀ ଲୋକ, ଯେଉଁ ବିଧାୟକ ଗତକାଲି କହୁଥିଲେ ସତ୍ୟବାଦୀ ଲୋକ କାହାର ଗର୍ବ ଅହଙ୍କାର ସହିନାହାନ୍ତି, ନିଶ୍ଚିତ ସେଇ କଥା ପୁଣି ସତ୍ୟବାଦୀର ଲୋକ ଜବାବ ଦେବେ। ବର୍ଷେ ସରିଲାଣି। ଦେଖନ୍ତୁ, ଯଦି କହିବା ପଞ୍ଚାୟତ ସମିତି ବୈଠକରେ ବିଧାୟକଙ୍କର ଭୂମିକା କ'ଣ ରହିଥାଏ? ବିଧାୟକ ନିମନ୍ତ୍ରିତ ଅତିଥି, ବିଧାୟକ ସେଇ ହିସାବରେ ରହିବା ଦରକାର। କିନ୍ତୁ ବିଧାୟକ ମହୋଦୟ କାଲି ଯାହା କହିଲେ, ମୁଁ ଯାହା ଦେଖୁଥାଏ ତ ବିଧାୟକ ନିଜେ ସଭାପତି ହେଇଯାଇଛନ୍ତି। ବିଧାୟକ ସେ ବୈଠକରେ ନିଜେ ସଭାପତି ହେଇଯାଇଛନ୍ତି। ସିଏ ଆଉ ବିଧାୟକ ନୁହଁ, ଦରକାର ପଡ଼ିଲେ ଯାଇକି ସରପଞ୍ଚ ଗାଦିରେ ବି ବସିବେ। ସେ ସରପଞ୍ଚ ହେଇଯିବେ ଏବଂ ସରପଞ୍ଚ ଜାଗାରେ ସରପଞ୍ଚ ମାନଙ୍କୁ ଗାଡ଼ି ଦେଇକି ସେ ନିଜେ ବି ସରପଞ୍ଚ ହେଇଯିବେ। ଦରକାର ପଡ଼ିଲେ ଯିଏ ନାୟବ ସରପଞ୍ଚ ଅଛନ୍ତି ତାଙ୍କୁ ମଧ୍ୟ ଆଣି ବସେଇଦେବେ। ତାଙ୍କ ଇଚ୍ଛା, ସେ ଯେଉଁଠି ଯାହା ଚାହିଁବା କଥା ସେ କରିବେ। ସେ କାରଣ ଡବଲ ଇଞ୍ଜିନ୍ ସରକାର, ଯାହା ଚାହିଁବେ କରିବେ। ଯେତେ ପ୍ରକାର ଅନ୍ୟାୟ ତାଙ୍କର ସେ କରିପାରିବେ। ପୋଲିସକି ହାତ ବାରିସି କରିଛନ୍ତି। ପୋଲିସ ବାବୁ ମାନେ, ମୁଁ କାର୍ଯ୍ୟାଳୟ, ମୁଁ ଅଧ୍ୟକ୍ଷ, ମୋ କାର୍ଯ୍ୟାଳୟରୁ ମୋତେ ପୋଲିସ ଧକ୍କା ମାରି କାଢୁଛି। ଏଟା କାହା ନିର୍ଦ୍ଦେଶରେ? ସମଗ୍ର ଓଡ଼ିଶା ଦେଖୁ,
କାହା ନିର୍ଦ୍ଦେଶରେ କୋଉ ଆଇନରେ ଅଛି ଏ କଥା କୋଉ ଆଇନ ତାକୁ ତିଆରି କରିଛି ଜଣେ ପୋଲିସ ପ୍ରଶାସନ ଜଣେ ଅଧ୍ୟକ୍ଷଙ୍କୁ ତାଙ୍କ କାର୍ଯ୍ୟାଳୟରୁ ତାଙ୍କ କନଫରେନ୍ସ ହଲରୁ ବିଦାୟ କରୁଛନ୍ତି ଜବରଦସ୍ତି ଗୋଟେ ଗଣତନ୍ତ୍ରକୁ ହତ୍ୟା କି କହିବେ? ନିଶ୍ଚିତ ଗଣତନ୍ତ୍ରକୁ କୁଠାରଘାତ। ମୁଁ ଆଜ୍ଞା କହୁଛି ଆଉ କିଛି ଦିନ ଅପେକ୍ଷା କରନ୍ତୁ, ଗଣତନ୍ତ୍ର କିଛି ରହିବ ନାହିଁ ସତ୍ୟବାଦୀରେ। ଇ ଯୋଉଭଳି ଭାବେ କାର୍ଯ୍ୟକ୍ରମ ଚାଲିଛି ଲୋକ ହାହାକାର ଦେଖ ଦେବେ, ଲୋକ ଆଇନ ନ୍ୟାୟ କିଛି ପାଇବେନି, ଯାହା ତାଙ୍କର ଇଚ୍ଛା ସେ ଆସି କରିବେ। ଏ ନେଇ ଆପଣ ଜିଲ୍ଲାପାଳଙ୍କୁ ମଧ୍ୟ ଅଭିଯୋଗ କରୁଛନ୍ତି? ମୁଁ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛି ଏବଂ ଆଗାମୀ ଦିନରେ ଆଉ ଯାହା କାର୍ଯ୍ୟକ୍ରମ ଉଚିତ ହେବ ସେ କଥା କରାଯିବ ଏବଂ ତା ସହିତ ଆମ ସତ୍ୟବାଦୀର ସମସ୍ତ ଜନସାଧାରଣ ଏହାକୁ ଦେଖି ସାରିଛନ୍ତି। ଆଗାମୀ ଦିନରେ ସତ୍ୟବାଦୀ ଜନସାଧାରଣ ନିଶ୍ଚିତ ରୂପେ ୟାର ବିଚାର କରିବେ ଏବଂ ମୁଁ ଆଶା କରିବି ଓଡ଼ିଶାରେ ଏଭଳି ଏକ ନେତୃତ୍ୱଙ୍କୁ କିଭଳି ଭାବରେ ସ୍ଥାନ ଦିଆଯାଇଛି ଡବଲ ଇଞ୍ଜିନ ସରକାରରେ, ଯେଉଁଭଳି ଭାବରେ ତାଙ୍କର କାର୍ଯ୍ୟକ୍ରମ ଯେଉଁଭଳି ଭାବରେ ଦବଙ୍ଗଗିରି ଯେଉଁଭଳି ଆପଣ ଦେଖିଛନ୍ତି ବିଗତ ଦିନରେ ବନ୍ଧୁକ ଧରିକିରି ଗୋଡ଼େଇବା ବୁଥରେ ମଧ୍ୟ ଦେଖିଛନ୍ତି, ଆଉ ଆଜି ତ ଏ କଥା କରୁଛନ୍ତି ଆପଣମାନେ ଦେଖୁଛନ୍ତି ସବୁ ଜାଗାରେ ତାଙ୍କର ଜବରଦସ୍ତ ଦବଙ୍ଗଗିରି। ଦେଖନ୍ତୁ ଯଦି କହିବା ଯେଉଁ ସତ୍ୟବାଦୀର ବିକାଶ ଆପଣଙ୍କୁ ଯେଉଁଭଳି ଭାବରେ ବର୍ତ୍ତମାନ ଏଭଳି ଅବସ୍ଥା କରାଗଲା, ପଞ୍ଚାୟତ ବୈଠକ ଯେଭଳି ଭାବରେ ଅବସ୍ଥା କରାଗଲା, ପଞ୍ଚାୟତର ବିକାଶ ହେବ, ବ୍ଲକର କିଭଳି ବିକାଶ ହେବ ଆପଣ ଆଶା କରୁଛନ୍ତି? ବର୍ଷେ ହେଲାଣି ବିକାଶ ହେଉଛି। ନବୀନ ବାବୁଙ୍କର ପଇସା ଯାହା ଥିଲା ଆମ ଓଡ଼ିଶା ନବୀନ ଓଡ଼ିଶା କୁହନ୍ତୁ, ମାନ୍ୟବର ବିଧାୟକ ପୂର୍ବତନ ଉମାକାନ୍ତ ସାମନ୍ତରାୟଙ୍କର ଯେଉଁ ପଇସା ଥିଲା, ଯେ ପୂର୍ବତନ ସାଂସଦ ତାଙ୍କର ଯେଉଁ ପଇସା ଥିଲା ସେ କାର୍ଯ୍ୟକ୍ରମ ହୋଇପାରୁଛି? ଜବରଦସ୍ତି କରେଇ ଦିଆଯାଉନି କି ନିଜେ ମଧ୍ୟ ଆଜି ପର୍ଯ୍ୟନ୍ତ ଟଙ୍କାଟେ ତାଙ୍କ ସରକାର ଏପର୍ଯ୍ୟନ୍ତ ଦେଲେ ନାହିଁ, ଆଉ ବିକାଶ କ'ଣ ହେବ? ଯାହା ହେଉଛି ଆଗାମୀ ଦିନରେ କ'ଣ ପଦକ୍ଷେପ ଆପଣଙ୍କର ରହିବ? ଜନସାଧାରଣଙ୍କ ପାଖକୁ ଯିବୁ, ଯେଉଁ ଜନସାଧାରଣ ସତ୍ୟବାଦୀର ବିଭିନ୍ନ ଦିନ ସତ୍ୟବାଦୀର ସାଧାରଣ ଜନତା ସତ୍ୟବାଦୀର ବୁଦ୍ଧିଜୀବୀ ତାଙ୍କମାନଙ୍କ ପାଖରେ ପହଞ୍ଚିବୁ। ନିଶ୍ଚିତ ଆମେ ଆଶା କରିବୁ ସେ ବୁଦ୍ଧିଜୀବୀ ଜନତା ନିଶ୍ଚିତ ତାଙ୍କ ମତାମତ ଠିକ୍ ବେଳରେ ଠିକ୍ ସମୟରେ ତାକୁ ଦେବେ। ପଞ୍ଚାୟତ ନିର୍ବାଚନରେ ଫଳାଫଳ ନିଶ୍ଚିତ ହେବ, ଆପଣମାନେ ଅପେକ୍ଷା କରନ୍ତୁ, ଆମେ ନିଶ୍ଚିତ ଲୋକମାନଙ୍କ ପାଖରେ ପହଞ୍ଚିବୁ। ଆଗକୁ ଆସୁଛି ଆପଣ ଦେଖିବେ ଆହୁରି ମଧ୍ୟ କେଳେଙ୍କାରୀ ହେବାକୁ ଯାଉଛି, ଆପଣ ଖୁବ୍ ଶୀଘ୍ର କେଳେଙ୍କାରୀ ଆପଣ ଦେଖିବେ ଯେ ବର୍ତ୍ତମାନ କିଭଳି ଭାବରେ ବ୍ଲକରେ କାର୍ଯ୍ୟକ୍ରମ ଜବରଦସ୍ତି ମାନ୍ୟବର ବିଧାୟକ ଅନ୍ୟମାନେ କରୁଛନ୍ତି ତାର ମଧ୍ୟ ରୂପରେଖ ଦେଖିବେ, ଅନ୍ୟମାନଙ୍କ ମନକୁ ଜନସାଧାରଣ ତାର ଜବାବ ଦେବେ। ଶେଷ ପ୍ରଶ୍ନ ଆପଣଙ୍କୁ ରହିବ, ଯେତେବେଳେ ଆପଣଙ୍କୁ ଦୁର୍ବ୍ୟବହାର କରାଗଲା ସେ ବିଡ଼ିଓ ହୁଅନ୍ତୁ କି ଯେଉଁ ପ୍ରଶାସନିକ ଅଧିକାରୀ ହୁଅନ୍ତୁ ତାଙ୍କ ବିରୁଦ୍ଧରେ ଆଇନଗତ କ'ଣ କାର୍ଯ୍ୟାନୁଷ୍ଠାନ ନିଆଯିବ? ମୁଁ ଆଜି ମୋର ସମସ୍ତ ନେତୃବୃନ୍ଦ ଏବଂ ଯେଉଁମାନେ ମୋର ସଦସ୍ୟ ସେମାନଙ୍କ ସହିତ ଆଲୋଚନା କରିବି ଏବଂ ସରକାରୀ ବ୍ୟବସ୍ଥା ନୀତି ଓ ନ୍ୟାୟ ବିଷୟରେ ଯାହା ପଦକ୍ଷେପ ହେବ ତାକୁ ନିଆଯିବ। ଯଦି ସେଥିରେ ସେ କଥା ନ ହୁଏ ଆନ୍ଦୋଳନ ହେବ, ସେ କଥା ଯଦି ତା ଦେହରେ କୌଣସି କାର୍ଯ୍ୟକ୍ରମ ନ ହୁଏ ମୁଁ ଆପଣଙ୍କୁ ଓଡ଼ିଶା ଦେଖିବ ମୁଁ ମୋର ଶେଷ କଥାଟା କ'ଣ କରିବି, ଯାହାଙ୍କ ପାଇଁ ଜଣେ ଆଇନଗତ କାର୍ଯ୍ୟାନୁଷ୍ଠାନରେ କରାଗଲା ନାହିଁ ଏବଂ ଆଇନ କି କୁଠାରଘାତ କରାଗଲା, ଆଇନ କି ଗୋଇଠା ମାରି ଦିଆଗଲା ଏବଂ ସମ୍ବିଧାନକୁ କଣ୍ଠରୋଧ କରି ଦିଆଗଲା, ସେ କଥାର ଯଦି ଜବାବ ଯଦି ସରକାର ନ ଦେବେ ନିଶ୍ଚିତ ରୂପେ ଏକ ବିରାଟ କ୍ଷତି ଘଟିବ, ଯେଉଁ କ୍ଷତି ପାଇଁ ନିଜେ ସରକାର ଏବଂ ତାଙ୍କ ସହିତ ତାଙ୍କର ବିଧାୟକ ଏବଂ ତାଙ୍କର ସହଯୋଗୀମାନେ ଦାୟୀ ରହିବେ। ଦେଖନ୍ତୁ ସିଧାସଳଖ ଯେ ରହିଥିଲେ ସୁନୀଲ ପଣ୍ଡା ବ୍ଲକ ଅଧ୍ୟକ୍ଷ, ସିଧାସଳଖ ତାଙ୍କର କଥାକୁ ଆପଣମାନେ ଶୁଣୁଥିଲେ। ଯେତେବେଳେ ସେ ବ୍ଲକ ଅଧ୍ୟକ୍ଷ ରହିଥିଲେ ଗତକାଲି ଯେଉଁଭଳି ଭାବରେ ତାଙ୍କୁ ଦୁର୍ବ୍ୟବହାର କରାଯାଇଥିଲା, ଟଣା ଓଟରା କରି ସଭାଗୃହରୁ କରାଯାଇଥିଲା ଏବଂ ତାଙ୍କ ଅନୁପସ୍ଥିତିରେ ବୈଠକ କରାଯାଇଥିଲା, ଯାହାକୁ ନେଇ ସେ ପ୍ରତିବାଦ କରିଥିଲେ। ଏ ନେଇ ମଧ୍ୟ ଜିଲ୍ଲାପାଳଙ୍କୁ ସେ ଅଭିଯୋଗ କରିଛନ୍ତି, ପରବର୍ତ୍ତୀ ସମୟରେ ମଧ୍ୟ ଏ ନେଇ ମଧ୍ୟ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବେ। କିନ୍ତୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେତେବେଳେ ପଞ୍ଚାୟତ ପ୍ରତିନିଧି ରୂପେ ସେମାନେ ନିର୍ବାଚିତ ହୋଇଛନ୍ତି, ପଞ୍ଚାୟତର ଦାୟିତ୍ୱ ତାଙ୍କର ରହିଛି, ବ୍ଲକର ଦାୟିତ୍ୱ ତାଙ୍କର ରହିଛି, ତାଙ୍କ ବିନା ଉପସ୍ଥିତିରେ କିଭଳି ଏଭଳି ଘଟଣା ଘଟୁଛି ଯାହାକୁ ଗଣତନ୍ତ୍ର ସେ ହତ୍ୟା କରାଯାଇଛି ବୋଲି ସିଧାସଳଖ ଅଭିଯୋଗ କରିଛନ୍ତି। ଏହାପରେ ଜିଲ୍ଲା ପ୍ରଶାସନ କି ପଦକ୍ଷେପ ନେଉଛି ଏବଂ ଯେଉଁ ସରକାର ରହିଛନ୍ତି କି ପଦକ୍ଷେପ ନେଉଛି, କାରଣ ଏଭଳି ଯଦି ଘଟଣା ବାରମ୍ବାର ଘଟେ ନିଶ୍ଚିତ ରାଜ୍ୟରେ ଗୋଟେ ଅପରିଷ୍କାର ପରିସ୍ଥିତି ସୃଷ୍ଟି ହେବ, ଯାହା ପାଇଁ ସରକାର ଦାୟୀ ରହିବେ ବୋଲି ସିଧାସଳଖ ଅଭିଯୋଗ ଆଣିଛନ୍ତି ସୁନୀଲ କୁମାର ପଣ୍ଡା।